ভিজিଲାନ୍ସ ଜାଲରେ ଚମ୍ପୁଆ ଅବକାରୀ ବିଭାଗର ଇନଚାର୍ଜ ବିଜୟ ମହାନ୍ତ। ଅତି ଲୋଭରେ ସର୍ବନାଶ ଏହିଭଳି ଘଟଣା ତାହା ପୁଣି ସରକାରୀ ଦରମାବୀ ଅଧିକାରୀମାନଙ୍କୁ ନିଅଣ୍ଟ ପଡୁଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅବକାରୀ ବିଭାଗର ଅଫିସର ଇନଚାର୍ଜ ବିଜୟ କୁମାର ମହାନ୍ତ 40,000 ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଆଜି ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଛି କେନ୍ଦୁଝର ଭିଜିଲାନ୍ସ ବିଭାଗ। କେନ୍ଦୁଝର ଅବକାରୀ ସୁପରିଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେ ଆଜି କରଞ୍ଜିଆ ବିଦେଶୀ ମଦ ଦୋକାନ ମାଲିକ ବିଧୁଭୂଷଣ ପତିଙ୍କଠାରୁ ତାଙ୍କ କାର୍ଯ୍ୟାଳୟରେ ଏହି ଲାଞ୍ଚ ଟଙ୍କା ନେଇଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। କରଞ୍ଜିଆ ବିଦେଶୀ ମଦ ଦୋକାନର ମାଲିକ ବିଧୁଭୂଷଣ ପତିଙ୍କଠାରୁ ମାସିକ 10,000 ଚାନ୍ଦା ଦାବି କରିବା ସହ 4 ମାସର 40,000 ଟଙ୍କା ଦାବି କରିଥିଲେ କେନ୍ଦୁଝର ଅବକାରୀ ସୁପରିଟେଣ୍ଡେଣ୍ଟ। ଏହାକୁ ନେଇ ବିଧୁଭୂଷଣ କେନ୍ଦୁଝର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି ପୂର୍ବ ଯୋଜନା ମୁତାବକ ବିଧୁଭୂଷଣ ଚାନ୍ଦା ଟଙ୍କା ଦେବା ପାଇଁ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିଥିଲେ। ଫଳରେ ସେ ଏହି ଟଙ୍କା ଚମ୍ପୁଆ ଅବକାରୀ ଇନଚାର୍ଜ ବିଜୟ ମହାନ୍ତଙ୍କୁ ଟଙ୍କା ଦେବାକୁ କହିଥିଲେ। ବିଧୁଭୂଷଣ ଏହି ଟଙ୍କା ବିଜୟ ମହାନ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେବା ପରେ ସେ ଟଙ୍କା ନେଇ ପ୍ରଥମେ ନିଜ ପକେଟ ପରେ ଅଫିସ ଆଲମିରାରେ ରଖିଥିଲେ। ସେତିକିବେଳେ ଛକି ବସିଥିଲା ଭିଜିଲାନ୍ସ ବିଭାଗ। ତାଙ୍କୁ ଧରିବା ସହ ଆଲମାରୀରୁ ଲାଞ୍ଚ ଟଙ୍କା ଜବତ କରି ବିଜୟ ମହାନ୍ତଙ୍କୁ ଗିରଫ କରି କେନ୍ଦୁଝର ନେଇଥିବା ଜଣାପଡ଼ିଛି। ଅନ୍ୟପଟେ କେନ୍ଦୁଝରରେ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ। ଯଦି ଆମ ଚ୍ୟାନେଲ ଆପଣଙ୍କୁ ଭଲ ଲାଗିଲା ତେବେ ସବସ୍କ୍ରାଇବ, ଲାଇକ୍, ସେୟାର, କମେଣ୍ଟ କରିବା ସହ ଆମର ୟୁଟ୍ୟୁବ୍ ଚ୍ୟାନେଲ ମମତା ଏକ୍ସପ୍ରେସକୁ ଢେର ସାରା ପ୍ରେମ ଦେବା ସହ ଫଲୋ, ଲାଇକ୍, କମେଣ୍ଟସ୍ ଦେବା ଭୁଲିବେ ନାହିଁ।